ରାସ୍ତା ରୋକ ଏଇ ଦୃଷ୍ଟିରୁ ହେଇଛି, ଯେତେବେଳେ ପୁରୁଣା ଚାଷୀ ଯେଉଁମାନେ ଯଦି ଶୁଣୁଥିବେ ଜିନିଷଟାକୁ ସେମାନେ ପୁରା ଅନୁଭବ କରିପାରିବେ। ପ୍ରକୃତରେ ଯେତେବେଳେ ଚାଷ ହାତରେ ଦାଆରେ କଟା ହେଉଥିଲା ଧାନ, ସେତେବେଳେ ଧୂଳି ମିଶୁଥିଲା, ସେତେବେଳେ କାଟିବା ସମ୍ଭବ ଥିଲା। ବର୍ତ୍ତମାନ ମେସିନ୍ରେ ୟୁଜ୍ ହେଉଛି, ସବୁ ପ୍ରକାର ମେସିନ୍ ୟୁଜ୍ ହେଉଛି, କୌଣସି ଧୂଳି ରହୁନାହିଁ, ଅଗାଡ଼ି ବି ବହୁତ କମ୍ ରହୁଛି, ଆଉ ମଏଶ୍ଚର ବି ନାହିଁ। କିନ୍ତୁ ସେଇ ଜାଗାରେ 10% 11% କାଟିବା ଗୋଟେ ସମୀଚୀନ କଥା ନୁହେଁ। ତେଣୁକରି ନିହାତି ଆମେ ରାଜରାସ୍ତାକୁ ଓହ୍ଲାଇବାର କାରଣ, ଗୋଟେ ଚାଷୀ, ଆମେ ବି ଚାଷ କରୁଛୁ, ଆମେ ବହୁତ ଦିନରୁ ଚାଷୀ ଜଣେ, ଆମେ ଚାଷ ଭିତରେ ସବୁ ବିଜନେସ୍ ଭିତରେ ବି ଆମେ ଚାଷ କରୁଛୁ। ଚାଷଟା ଆମର ମୁଖ୍ୟ ମାନେ କୌଳିକ ବୃତ୍ତି। କିନ୍ତୁ ହେଲେ ଆମେ ଠିକ୍ ଟାଇମ୍ରେ ଦେଖିଲା ବେଳକୁ ସୋସାଇଟିରେ ଧାନ 11%, 8%, 10% ବିଭିନ୍ନ ସୋସାଇଟିରେ ବିଭିନ୍ନ ସ୍ତର କଟା ହେଉଛି। ସେଥିପାଇଁ ରାସ୍ତା ରୋକ କରାହେଇଛି। ସବୁ ଚାଷୀଙ୍କୁ କେମିତି ନ୍ୟାୟ ମିଳିବ ସେଥିପାଇଁ ଆମେ କରିଛୁ। ନୂଆ ଗାଁର ଜଣେ ସଫଳ ଚାଷୀ, ଧାନ ଚାଷ ଠାରୁ ଆରମ୍ଭ କରି ସୂର୍ଯ୍ୟମୁଖୀ ପର୍ଯ୍ୟନ୍ତ ଚାଷ କରି ମୁଁ ଆମ ପଞ୍ଚାୟତ ନାଁ ରଖିଛି। କିନ୍ତୁ ବର୍ତ୍ତମାନ ମୁଁ ଜଣେ ବି ମେମ୍ବର ଅଛି ସୋସାଇଟିରେ ଧାନ ବିକ୍ରି ଇଏରେ। ଦେଖିଲା ବେଳକୁ ଆଗରୁ ଆମର 5% 4% ଦେବାକୁ କାଟି ହେଉଥିଲା। ଆମେ ତାକୁ ଆମର ପୂର୍ବ ସରପଞ୍ଚ ବର୍ତ୍ତମାନ ଯେ ଇରାମ ହେଇଛନ୍ତି, ସେ ବି ସେଇ ମେମ୍ବର ଜଣେ ଥିଲେ, ଅଛନ୍ତି ବର୍ତ୍ତମାନ। ସେତେବେଳେ ଆମେ ଲୋକଙ୍କୁ ବୁଝେଇଛୁ ଯେ 4-5 ନେଉଥିଲୁ। ବର୍ତ୍ତମାନ ଏ ସରକାର ଡିକ୍ଲାର କଲା କଟନ ଚଟଣି ହେବ ନାହିଁ, ଅଠେଇ ଜାଗାରେ 31 ଦେବା କଥା ତ ଛାଡ଼ ଯାହା ଦେଉଛି। ଦେଖିଲା ବେଳକୁ ବର୍ତ୍ତମାନ 10-11 ଧାନ କହୁଛନ୍ତି, ଏଇଟା ମାନ ହ୍ରାସ ହେଇଛି, ହେଇଛି ସେ ହେଇଛି, ଧୂଳି ଅଛି। ଆଗରୁ କ'ଣ ଧୂଳି ନଥିଲା? ବର୍ତ୍ତମାନ ଯାହା ଆମର ସରପଞ୍ଚ କହିଲେ ସବୁ ମେସିନ୍ରେ କାମ ହେଉଛି। ୟା ସତ୍ତ୍ୱେ ତୁମେ କେଉଁ ଅଧିକାରରେ ଚାଷୀଙ୍କ ପାଖରୁ 10-11 କରି କାଟିବ? କ'ଣ ତମ ନିଶା ଶାସନ ଚାଲିଛି? ସେ ଶାସନ ଚଳିବ ନାହିଁ। ବିଜେପି ସରକାର ହଟାଇ ଦେବ, ସେ ଶାସନ ରଖାଇ ଦେବୁ ନାହିଁ। ଆମେ ଏଠି ଦୁର୍ନୀତିଗ୍ରସ୍ତକୁ ଆମେ କେବେ ପ୍ରଶ୍ରୟ ଦେବୁ ନାହିଁ। କହିବ ଗୋଟେ କରିବ ଗୋଟେ। ତେଣୁ ଆମେ ରାସ୍ତା ଆଜି ଅବରୋଧ କରୁଛୁ। ୟା ପରେ ୟାର ଯଦି କିଛି ବିଚାର ନ ହୁଏ, ଦୀର୍ଘ ଦିନ ପାଇଁ ଅନିଶ୍ଚିତ କାଳ ପାଇଁ ରାସ୍ତା ବନ୍ଦ ରହିବ। ସୁଭାଷ ଚନ୍ଦ୍ର ସନ୍ଧି ବିଗ୍ରହ, ସରପଞ୍ଚ ଆରତୁଙ୍ଗ ଗ୍ରାମ ପଞ୍ଚାୟତ। ଦେଖନ୍ତୁ, ଆଜି ଯେଉଁ ରାସ୍ତା ରୋକ ହେଇଛି, ଯେଉଁ ସରକାର ଗୋଟେ ନୀତି କଲେ ଯେ କି ଧାନ କୌଣସି ଚାଷୀମାନଙ୍କ ଠାରୁ ଗୋଟେ ଗ୍ରାମ ବି କଟାଯିବ ନାହିଁ। ଦେଖିଲା ବେଳକୁ 10 କିଲୋ 11 କିଲୋ ଗୋଟେ କୁଇଣ୍ଟାଲର ଯଦି ଚାଷୀର ଧାନ କଟେ, ଜଣେ ଲୁହ ଲହୁ ଢାଳିକି କରିଥିବା ଚାଷ, ତାର ଚାଷରୁ କୁଇଣ୍ଟାଲ ଧାନରୁ 11 କିଲୋ କଟିଯିବ, 89 କିଲୋ ଧାନ ଚାଷୀ ପଇସା ପାଇବ। ସେଟା ଏ ସରକାରର କେଉଁ ସମୀଚୀନ? ଏଟାକୁ ଆରି ବିରୁଦ୍ଧରେ ଯେଉଁ ଚାଷୀ ମହାସଂଘ ତରଫରୁ ରାସ୍ତା ରୋକ କରାଯାଇଛି। ଏ ବାବଦରେ ମଧ୍ୟ କଲେକ୍ଟରଙ୍କୁ ମେମୋରାଣ୍ଡମ୍ ଦିଆଯାଇଥିଲା ଯେ 3 ତାରିଖ ଦିନ ରାସ୍ତା ରୋକ କରାଯିବ ବୋଲି। ସେଥିପାଇଁ ଚାଷୀମାନେ ଆଜି ରାସ୍ତା ରୋକ କରିଛନ୍ତି। ରମେଶ ଚନ୍ଦ୍ର ବଳ ଜଣେ ଚାଷୀ ଏବଂ ଧାନ କ୍ରୟ କମିଟିର ଜଣେ ସକ୍ରିୟ ସଦସ୍ୟ। ଆପଣମାନେ ଜାଣିଥିବେ 10ରୁ 12 କିଲୋ ମନୋମୁଖୀ ଭାବରେ ଧାନ କଟିଂ ଛଟିଂ କରୁଛନ୍ତି ସୋସାଇଟିର ସମ୍ପାଦକମାନେ ଏବଂ ମିଲରମାନେ ମିଶି ମିଲି ଭଗତ କରି ଧାନକୁ କାଟି ଚାଷୀଙ୍କୁ ଧମକେଇ ତୁମର ଟୋକନ କଟିଯିବ ବୋଲି ତାକୁ ଆତ୍ମସାତ କରୁଛନ୍ତି। ମୁଁ ଅନୁମାନ କରୁଛି ସେଥିରେ ସରକାରଙ୍କ ମଧ୍ୟ ହାତ ଥାଇପାରେ। ଆମେ କଲେକ୍ଟରଙ୍କ ପାଖକୁ ଯାଇଥିଲୁ, କଲେକ୍ଟର ମହୋଦୟ ମଧ୍ୟ ଆମକୁ ପ୍ରତିଶ୍ରୁତି ଦେଇଥିଲେ କଟିଂ ଛଟିଂ ହେବ ନାହିଁ। କିନ୍ତୁ ତାର ପ୍ରତିକାର କିଛି ନ ହେବାରୁ ଆମେ ବାଧ୍ୟ ହୋଇ ଆଜି ବ୍ଲକ ସ୍ତରରେ 4ଟି ଜାଗାରେ ଆମେ ରାସ୍ତା ରୋକ କରିଅଛୁ। ବିଦ୍ୟାଧର ମୁଦୁଲି, ମୁଁ ଜଣେ ଚାଷୀ। ଏଥିପାଇଁ କରାହେଇଛି, ସରକାର ଯେଉଁ ଏବେ ମିଲର ମାନେ ଯେଉଁ 10 କିଲୋ 12 କିଲୋ ଲେଖା ଧାନ କାଟୁଛନ୍ତି, ଗାଡ଼ିଟା ଆସୁଛି, ଗାଡ଼ି ରାସ୍ତା ଉପରେ ଛିଡ଼ା ହେଉଛି, 3 ଦିନ ଲେଖା ଚାଷୀଟା ଡିଟେଲ ଖର୍ଚ୍ଚ ଦେଉଛି। ଏଟା ବହୁତ ଆମେ ଅବସ୍ଥା ହେଉଛୁ। କାରଣ କଥାରେ ଗୋଟେ କହିଛି ଯେ ଚାଷ ଅଛି ଯାହାର କି ଆନନ୍ଦ ତାହାର। ଏବେ ସେୟା ନାହିଁ, ଚାଷ ଅଛି ଯାହାର କି ଦୁଃଖ ତାହାର। ଆମେ ଗୋଟେ ଦୁଃଖରେ ଅଛୁ, ଆମ କଥା କେହି ବୁଝୁନାହାନ୍ତି। ତେଣୁ ଆମେ ବାଧ୍ୟ ହେବୁ ଆଜିର ଯେଉଁ ଚାଲିଛି ଗଣଧାରଣା, ୟା ପରେ ଆମେ ମିଳିତ ପଶିବୁ ଏବଂ ସମସ୍ତେ ଆମେ ହସ୍ତାକ୍ଷର କରିବୁ। ଏତେ କିଛି ନାହିଁ, ରାଜରାସ୍ତାରେ ଆମେ ଲଢ଼େଇ କରିବୁ, ଭଲ ଭାବରେ ଲଢ଼େଇ କରିବୁ, ଚାଷୀ ଓ ସରକାର। ମୋ ନାଁ କାହ୍ନୁଚରଣ ବେହେରା। ମୁଁ ମିଳିତ କୃଷକ ମଞ୍ଚର ଏକ ସକ୍ରିୟ ସଭ୍ୟ ଅଟେ। ଆଜି ରାସ୍ତା ରୋକ ହେଉଛି ଆମର ବିଭିନ୍ନ ଆଡ଼େ ଓଡ଼ିଶାର ସେବାବାୟ ସମିତିର ଯେଉଁ ପ୍ରକାର କାର୍ଯ୍ୟ ସବୁ ଚାଲିଛି, 9 କିଲୋରୁ 10 କିଲୋ ପର୍ଯ୍ୟନ୍ତ ଯେଉଁ କଟିଂ ସଟିଂ କରୁଛନ୍ତି, ମିଲ୍ ମାଲିକମାନେ ତାଙ୍କର ଫାଇଦାକୁ ଉଠାଉଛନ୍ତି। ତେଣୁ ସେହି ଦୃଷ୍ଟିରୁ ଆମେ ସମସ୍ତ ମିଳିତ କୃଷକ ମଞ୍ଚ ଏକଜୁଟ ହୋଇ ଆଜି ଆନ୍ଦୋଳନ ରାସ୍ତା ରୋକର ଡାକରା ଦିଆଯାଇଛି।
ଆଉ 3ଟି 4ଟି ଜାଗାରେ ଆମର ଆନ୍ଦୋଳନ ଜୋରଦାର ଭାବରେ ଚାଲିଛି। ଏର୍ତାଳ ମେକି ଛକ ନରସିଂହପୁର ଆଉ ଇରମର ମଧ୍ୟ କାର୍ଯ୍ୟକ୍ରମ ଚାଲିଛି। ଆମ ବିଜୟପୁର ଛକର ମଧ୍ୟ କାର୍ଯ୍ୟକ୍ରମ ଚାଲିଛି। ମୋ ପରିଚୟ ମୁଁ ତ ଜଣେ ଚାଷୀ ଏବଂ ବାଲିମେଦ ସୋସାଇଟିର ପରିଚାଳନା ପରିଷଦର ନିର୍ଦ୍ଦେଶକ ଅଛି। ଧାନର କଟନୀ ଛଟନୀକି ବିରୋଧ କରି ଆମେ ରାସ୍ତାରୋକ କରୁଛୁ। ଏହା ପୂର୍ବରୁ ରମେଶ ବାବୁଙ୍କର ମୋର ବାଲିମେଦ ସମିତି ଆଗରେ ଆମରଣ ଅନଶନରେ ବସିଥିଲୁ। ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ବାସୁଦେବପୁରର ମାନ୍ୟବର ବିଧାୟକ ଏବଂ ନାୟକକାଣ୍ଡି ଥାନାର ଭାରପ୍ରାପ୍ତ ଅଧିକାରୀ ଆମକୁ ଅନଶନ ସ୍ଥଳରୁ ଉଠାଇ ନେଇଥିଲେ। ତାପରଦିନ ଆମେ ଜିଲ୍ଲାପାଳଙ୍କୁ ଭେଟିଥିଲୁ ଏବଂ ଜିଲ୍ଲାପାଳ ଆମକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଏବଂ ସେଠି ସିଏସ୍ଓ ଏସ୍ସିସିଓ ଉପସ୍ଥିତ ଥିଲେ। ଏଆର୍ସିଏସ୍ଙ୍କୁ ଫୋନ୍ କରିଥିଲେ ଯେ କୌଣସି ପ୍ରକାର କଟନୀ ଛଟନୀ ହେବ ନାହିଁ, ଚାଷୀଙ୍କର ଧାନ ସୁରୁଖୁରୁରେ ଉଠିବ। ଜିଲ୍ଲାପାଳ ନିର୍ଦ୍ଦେଶ ଦେବାର 8 ଦିନ ପରେ ଆମେ ଦେଖିଲୁ ଯାହା କଟନୀ ଛଟନୀ ହେଉଥିଲା ତାଠାରୁ ଆହୁରି ଅଧିକ ମାତ୍ରାରେ ହେଲା। ତେଣୁକୁ ଆମେ ନିରୁପାୟ ହୋଇ ବାସୁଦେବପୁର ଚାଷୀ ସଂଗଠନ ଏକତ୍ରିତ ହୋଇ ଆଜି 4ଟି ଜାଗାରେ ଭିନ୍ନ ଭିନ୍ନ ସ୍ଥାନରେ ରାସ୍ତାରୋକ ହେଉଛି। ଯଦି ଏଥିରେ କିଛି ସୁଫଳ ନ ବାହାରେ ଏହାପରେ ହଜାର ହଜାର ସଂଖ୍ୟାରେ ଚାଷୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବା ସହିତ ମିଲ୍ ସମ୍ମୁଖରେ ଧାରଣା ଦେବେ। ମୋ ନାଁ ଭାଗୀରଥୀ ମହାପାତ୍ର, ଘର ଜୟପୁର, ଏ ନରସିଂହପୁର କୋଅପରେଟିଭ ସୋସାଇଟି ଅଣ୍ଡରରେ ମୁଁ ଜଣେ ଚାଷୀ। ରାସ୍ତାରୋକ କରିବାର କାରଣ ହେଉଛି ଆମର ଓଡ଼ିଶା ସରକାର FAQ ମାନରେ ଧାନ କିଣାଯିବ, 0% କଟନୀ ଛଟନୀ ୟାକୁ ନିର୍ଦ୍ଧାରଣ କରିଥିଲା ବେଳେ ଆମ ବରଣ୍ଡୁଆ କୋଅପରେଟିଭ ସୋସାଇଟି ନରସିଂହପୁରର ସଭାପତି ଯିଏକି ପଞ୍ଚାୟତ ସମିତି ଚେୟାରମ୍ୟାନ୍ ବାସୁଦେବପୁର ଅଛନ୍ତି, ସେ ତାଙ୍କର ଏତେ ବଡ଼ିମା ସେ ଚାଷୀ କୂଳକୁ ହତାଶ କରିକି ଚାଷୀ କୂଳକୁ କୁଠାରଘାତ କରିକି ଏଠି ସେ 11% କଟଣୀ କରୁଛନ୍ତି। ତା ବିରୁଦ୍ଧରେ ଆମେ ନରସିଂହପୁରରେ ଚାଷୀମାନେ ଏକତ୍ରିତ ହୋଇ ଆମେ ଦିନ 9ଟା ଠାରୁ ଆଜି ରାସ୍ତାରୋକ କରୁଛୁ। ସରକାର ଆମ କଥା ବୁଝନ୍ତୁ। ସରକାର ଯାହା ଧାର୍ଯ୍ୟ କରିଛନ୍ତି FAQ ମାନରେ ଧାନ କିଣନ୍ତୁ, କିନ୍ତୁ 0% କଟଣୀ ଛଟଣୀ ରହୁ। ଏଠି 11% ଏ ମନୋମୁଖୀ କାର୍ଯ୍ୟ ଚଳିବ ନାହିଁ। ଏ ବିରୁଦ୍ଧରେ ଆମେ ଏଠି ରାସ୍ତାରୋକ କରୁଛୁ। ମୋ ନାଁ ଅନନ୍ତ ପ୍ରସାଦ ପୋଇ, ଘର ରତାଙ୍ଗ। ଚାଷୀମାନଙ୍କୁ ଯେଉଁ ତାଙ୍କ ଧାନ ଆଣି ଯେଉଁ କଟଣୀ କରାଯାଉଛି, ଚାଷୀମାନେ ପୁରା ହତାଶ ଓ ନିରାଶ ଅସହ୍ୟ ହୋଇଗଲେଣି। ତାଙ୍କର ଟୋକନ ମାସ ମାସ ବିତି ଯାଇଥିଲେ ମଧ୍ୟ ଆମ ନରସିଂହପୁର ସେବା ସମବାୟ ସମିତିରୁ ତାଙ୍କର ଉଠୁନାହିଁ। ଯେଉଁଟାକି ବର୍ତ୍ତମାନର ଟୋକନ ଆସିକିରି ପଛର ଟୋକନ ଥାଇକିରି ସେମାନେ ଆଗ ଦେଇ ଦେଉଛନ୍ତି। ଏଠି ବେପାର ରାଜ ଚାଲିଛି। ରାଜନୈତିକ ଉଦ୍ଦେଶ୍ୟ ରଖିକି ଏଠି ସବୁ ପାତର ଅନ୍ତର ନୀତି କରିକି ସେମାନେ ଧାନ କିଣା ହେଉଛି। ଯେତେବେଳେ ଯାହାକୁ ପଚାରିଲା ସେ କହିଲା ଆମେ କିଛି ଜାଣୁନୁ, ଯେ ପ୍ରକ୍ୟୁରମେଣ୍ଟ କମିଟି ଅଛି ସେ ତାଙ୍କର କିଣୁଛୁ। ଯେଉଁ ପଛ ଲୋକ ଆଗ ଆଡ଼ିକି ଦେଇ ଦେଉଛନ୍ତି, ଆଗ ଲୋକଙ୍କର ଟୋକନ ଅବଧି ଶେଷ ହୋଇଯାଉଛି, ସେ ଦେଇପାରୁନାହାନ୍ତି। ଆମରି ପଞ୍ଚାୟତର 4-5 ଜଣ ଚାଷୀ ବର୍ତ୍ତମାନ ବି ଠିଆ ହେଇଛନ୍ତି, ତାଙ୍କର ଆଜି 15-20 ଦିନ ହେଇଥିଲେ ସେ ବି ଦେଇପାରୁନି। ତେଣୁ ଆମେ ଏଇ ମିଡ଼ିଆ ବନ୍ଧୁମାନଙ୍କର ପ୍ରଶାସନକୁ ଅଧିକାର ଅନୁରୋଧ କରୁଛୁ ଯେ ପ୍ରକୃତର ଧାନର ମାନଟା ପରୀକ୍ଷା କରନ୍ତୁ। ଚାଷୀମାନେ କିଭଳି ଧାନ ଆଣିଛନ୍ତି ତାଙ୍କର ସେଇ ଅନୁସାରେ କଟନୀ କରାଯାଉ। ସେ ଯେଉଁ ଧୁଆମଳା ଅଧୁଳାମଳା ହିସାବରେ ସେ ମନମୁଖୀ ଯେଉଁ 10ରୁ 11% ଧାନ କାଟୁଛନ୍ତି, ଏଇଟା ଚାଷୀମାନେ ନିହାତି ଅସହ୍ୟ ହୋଇ ଧାନ ବି କିଛି ଲୋକ ଫେରାଇ ନେଇଗଲେଣି। ଚାଷ ଏଠି ନ ଦେବା ପାଇଁ ସେମାନେ ମଧ୍ୟ ସ୍ଥିର କଲେଣି। ବାଧ୍ୟ ହୋଇ ଆମେ ଚାଷୀମାନେ ଆମର ଯଦି ଯାଉନାହିଁ, ତେଣୁ ଆମେ ବାଧ୍ୟ ହୋଇକରି ଆସିକି ଏଠି ରାସ୍ତାରୋକ କରୁଛୁ। ପ୍ରଶାସନ ଏ ବିଷୟରେ ଦୃଷ୍ଟି ନିକ୍ଷେପ କର। ମୁଁ ପ୍ରଭଞ୍ଜନ ମହାନ୍ତି, ବିଦେଇପୁର ଗ୍ରାମ ପଞ୍ଚାୟତର ଗ୍ରାମବାସୀ। ରାସ୍ତାରୋକର କାରଣ ଏହା ଯେ ଆମର ଯେତେବେଳେ ପ୍ରଥମେ ସରକାର ଆସିଲା କି କଟନୀ ଛଟନୀ ବନ୍ଦ ବୋଲି ନିର୍ଦ୍ଦେଶ ଦିଆହେଲା, ଚାଷୀମାନଙ୍କ ଠାରୁ କୌଣସି କଟନୀ ଛଟନୀ ହେବ ନାହିଁ। ତାପରେ ଧୀରେ ଧୀରେ କଟନୀ ଛଟନୀ ଆମେ ଯେତେବେଳେ ୟା ପୂର୍ବ ଅବସ୍ଥାରେ ଆମେ ଯାଇଥିଲୁ ସୋସାଇଟି ମାନଙ୍କରେ ପହଞ୍ଚିଥିଲୁ, ସେମାନେ କହିଲେ 9%। ତାପରେ ଏମିତି ରହିଲା ଯେ ଆମେ 9% ଦେଇପାରିବୁ ନାହିଁ, କେବଳ ଭଦ୍ରକ ପାଇଁ ରଖୁଛନ୍ତି ସେମାନେ। ଅନ୍ୟ ଆଡ଼େ 6% 5% ହେଲା ବେଳେ କେବଳ ଭଦ୍ରକ ପାଇଁ 9% ରଖୁଛନ୍ତି। ଯେଉଁଥିରେ ଆମେ ଚାଷୀ ଯାଇକି ପହଞ୍ଚିଲା ବେଳେ ସୋସାଇଟିର କହୁଛନ୍ତି MLAଙ୍କର 2% ଅଛି। ଯେତେବେଳେ MLAଙ୍କ ପାଖରେ ଦ୍ୱାରସ୍ଥ ହେଇଛୁ, MLA କହିଲେ ମୋର ସେଥିରେ କୌଣସି ହାତ ନାହିଁ କି ମୋର କୌଣସି ସେଥିରେ ସ୍ୱାର୍ଥ ନାହିଁ। ତେଣୁ ଆପଣ ଯଦି ପାରୁଛନ୍ତି ଯାଇକି ସେଠି ବାଡ଼ପିଟ କରନ୍ତୁ, ମୁଁ ସେଠି ଯାଇ ପହଞ୍ଚିବି ଏବଂ ମୋର ଯେଉଁ ସ୍ୱାର୍ଥ ବିନା ସ୍ୱାର୍ଥରେ ମୁଁ କହୁଛି ଏବଂ ମୁଁ ଯାଇ ସେଠି କହିବି ମୋର କୌଣସି ପରସେଣ୍ଟେଜ୍ ନାହିଁ। ତେଣୁ ଆପଣଙ୍କର ଯେଉଁ କଟନୀ ଛଟନୀ ହେଉଛି, କଟନୀ ଛଟନୀ ବନ୍ଦ କରାଯାଉ। ଆପଣ ରାସ୍ତାରେ ବସନ୍ତୁ, ମୁଁ ଆପଣଙ୍କୁ ସପକ୍ଷ ଦେବି, ଆପଣଙ୍କ ସପକ୍ଷ ରହିବି। ନିରଞ୍ଜନ ପଲାଇ, ଏର୍ତାଳ ଗ୍ରାମର ଜଣେ ଚାଷୀ। ରାସ୍ତାରୋକ ଏଇଥିପାଇଁ ଆମେ କରୁଛୁ, ବିଗତ ଦିନରେ ଯେତେବେଳେ ବିଜେପି ସରକାରକୁ ନ ଆସିଥିଲା, ଇସ୍ତାହାରରେ କହିଲା ଯଦି ଆମେ ସରକାରକୁ ଆସୁ ଆମେ ଚାଷୀମାନଙ୍କର କଥା ବୁଝିବୁ। ଗତ ଧାନ ବାତ୍ୟାରେ ଯେଉଁ କ୍ଷୟକ୍ଷତି ଆଜି ଭାରତବର୍ଷରେ କି ଓଡ଼ିଶାରେ ହେଲା, ଲୋକମାନେ ଚାଷୀମାନେ ଯେଉଁ ହତାଶ ହେଇକି ଧାନଗୁଡ଼ିକ ସୋସାଇଟି ମାଧ୍ୟମରେ ଦେବା କଥା ମିଲରମାନଙ୍କୁ ସିଦ୍ଧାନ୍ତ କଲେ ଏବଂ ସେଇଥିପାଇଁ ଆଡ଼େଇକି କଟନୀ ଛଟନୀ ନାହିଁ ବୋଲି ମନ୍ତ୍ରୀ ବାରମ୍ବାର ଗୃହରେ କହିଥିବା ସ୍ଥଳେ ତାଙ୍କର ସରକାରୀ ଦପ୍ତରର ବାବୁମାନେ ସମସ୍ତେ କହିଲେ ଯେ ଆମର ଏଥର ସରକାର କଟନୀ ଛଟନୀ କରିବେ ନାହିଁ, ଚାଷୀଙ୍କର ଧାନକୁ ମିଲର ମାଧ୍ୟମରେ କିଣିକି ଆମେ ନେଇଯିବୁ। ଚାଷୀମାନେ ଉଡ଼େଇ ଶୁଖେଇ ଚାଷୀ ବହୁ କଷ୍ଟ କରି ଯେଉଁ ବନ୍ୟା ବାତ୍ୟାରେ ପଡ଼ିକି ଅପବ୍ୟସ୍ତ ହେଇ ଚାଷୀ ଧାନ ଆଣିକି ଦେଲା ବେଳକୁ କହୁଛନ୍ତି କ'ଣ ନା ଆମକୁ FAQ ମାନର ଧାନ ଦିଅ।
ठीक अच्छे चाषी भी ताकू FAQ मान धान दवाई प्रस्तुत हो आसुवा बेले मिलर माने कौन कले ना आम धान नबू ना आमको 12 किलो 10 किलो 8 किलो मन इच्छा कटिंग करके नापी चाहिए। तेणु ए संपर्क में आम जिलापाल को जनइलु। ए संपर्क में आमर प्रिय विधायक श्रीयुक्त अशोक कुमार दास गृह में उपस्थापन कले कर सारा सरकार कहले जे आमर कटनी छटनी ना आप सहमति जदि पार्टी चाषी धान क्रय करूँ से कथार जिलापाल बैठक में ननपिसाली भाव में कहले ठीक अच्छे आप चाषी आम मान भर गोटे सहज वातावरण सृष्टि कर 5 किलो कटिंग कर नवा कथा किंतु मिलर माने ताको भ्रूक्षेप न करी प्रत्येक सोसाइटी अंडर में किसी दलाल को रखी देइछंती। से दलाल माने कौन करछंती ना चाषी धान 2100 टंकार किनी नहीं टुकुन को हाथई 3100 टंका मिलर को देखी नहीं जाउछंती जोद्वारा कि चाषी गोटे टंका लाभ पाऊ पारू ना चाषी धान को फेरे दौरान 12 किलो 8 किलो 10 किलो मन इच्छा जे जहाँ पारुची काटिकी चाषी को हैरान हरकत कर। जय जगन्नाथ। मो ना अभिमन्यु पलाई मु जड़े चाषी आज जो रास्ता रोक करा जाइछि चाषी आंदोलन करा जाइछि एटा केवल एटा ग्राम पंचायत नुहे सारा वासुदेवपुर ब्लॉकर सबु पंचायतर एटा विक्षोभ करा जाइछि। तार कारण है आज जो धान किनार हेरफेर चलती हेरफेर अर्थ 5 किलो 7 किलो 10 किलो 20 किलो पर्यंत जो मिल मालिक एटी बसी फाइनाल करते केवल मिल मालिक माने आज 5 किलो 7 किलो 10 किलो पर्यंत कर चलती कौन पाई आपन तो यही सरकार इस्ताहार रे देइथिले जे कि 3100 टंका मूल्य रे धान क्रय करा जीवो कटिंग छटिंग नहीं कटिंग छटिंग रो प्रश्न उठिला केउठू कौन पाई कटिंग छटिंग हबो सेतेबेले कहिथिले कि कटिंग हबनी FAQ मानर धान कौन एई चाषी भाई माने जे आसिछंती से माने FAQ मान धान कौन जानी नांती ए पर्यंत गोटे मेसीन थरे आनिले एठी परीक्षा करागला से मेसीन लो कहले 29% 28% 25% बाहरला धान कटिंग हबो तापरे सही धान को नहीं कि SCO ऑफिस ताकू टेस्ट करागला सेठू बाहरला 10%। तार माने कौन आमे तो उड़े की चाषी माने एथर दाना पाई भल भाव धान आनिकी सोसाइटी दवाई मंडी रे राजी होइथिबा तले केवल ही मिलर माने केते जनक दलाल हाबुड़े पड़ी केवल सबू सोसाइटी मंडी रे देखंतु बेपारी बण बेपारी जने केते धान तार चाष ये सरकार किसान मानकू कहूँ जे मु सबू सुविधा दौची कौन सुविधा दौची किसान को ना रे आज हड़प करी आज दुर्नीति करी चलती। मो ना दुर्जन बारिकी मो घर सुग रास्तार बसार कारण आमर बर्तमान सेक्रेटरी सोसाइटी सेक्रेटरी आ मिलर मधुचंद्रिकार आमर जो धर चाषी की बुरा देले जबरदस्ती फुटा बुरा देले से फुटा बुरा चाषी नहीं धान पंचला 5 किलो कमेला ये गोटे कथा। द्वितीय कथा जो धान आमर 73 किलो 300 है से 73 किलो 300 आमर गला से बदल जो चाषी धान 100 बस्ता देला तार 22 किलो गला एटी 8 किलो कटिंग है तापर जो रिपैकिंग गवर्नमेंट पैसा दौर आम तो बुरा पूरे धान घिनिक आईनु सोसाइटी की आम रिपैकिंग पैसा चाषी कहीं पाइलानी ये मधुचंद्रिका रहा सेक्रेटरी आपणकर जो रहा मिलर ता तले जो चामचा रहिले एमानक मिलमिशिकी एमाने खाउचली तेणु या जे सरकार बंदोबस्त न करिए राजरास्तार लड़ाई हम सरकार सहित सबू सोसाइटी वासुदेवपुर सबू सोसाइटी अचल कर दिया यापर सरपंच हड़ताल मुझे जड़े बड़ चाषी बर्तमान सरकार जो डिक्लेयर कला 3100 टंकार सेटा 3100 आगु किसी प्रतिश्रुति नहीं था बर्तमान कटिंग छटिंग कर 10 किलो 15 किलो 20 किलो यही करुँचे मिलर आ दलाल आ सोसाइटी वाला ये सब प्रशासन एम सब पैसा खाई 10 किलो 15 किलो कट ये बाबद सरकार को अनुरोध करुँच विचार किसी करा जाऊ। श्री गौरहरि मल्लिक मु जड़े रिटायर्ड OFS अफिसर तथा बर्तमान गाँव रोची चाषबास करुँची लोकसभा भी करुँची। बर्तमान आमर जो सरकार निष्पत्ति नहीं कौन कारी पाखर कौन प्रकार धान क्रय बेले किसी कटाकटी हम ना किंतु बर्तमान देखा मिलूँ
आम ये सोसाइटी 8% ରୁ 9% काटुंट पाखा आम चूड़ामणि माने सोसाइटी सेठी आम 11% काटुंट यार प्रतिवाद रे बर्तमान आज आम चाषी मान सहित आलोचना करी आज आंदोलन करूँ सरकार को अवगत कराया ये सब से निवृत्त रुहतु एवं लोक जो सरकार जो नियम अनुसार जो प्रकार से निष्पत्ति नहीं से हिसाब से डकाटिकी लोक धान उचित क्रय देकी मूल्य देकी नि यही प्रतिवाद आम आज लोक सचेतन करने आम आज ये सभा करूँ।